ହେଇଛି। ମୋ ବ୍ୟାକଗ୍ରାଉଣ୍ଡ ଟା କହୁଛି ତାର। ପ୍ରଥମ ଜିନିଷ ହେଲା କେବଳ ସରକାରୀ ହସ୍ପିଟାଲ ନୁହେଁ, ଆପଣ ଜାଣିଛନ୍ତି ରାଜ୍ୟ ସାରାର ସରକାରୀ ହସ୍ପିଟାଲ ତାଙ୍କର ଗୁରୁତର ରୋଗୀଙ୍କୁ ଏସସିବି ପଠାନ୍ତି। ଦ୍ୱିତୀୟରେ ସବୁ ମେଡିକାଲ କଲେଜ, ଏବେ ଯୋଉ ବାଲେଶ୍ୱରରେ, ବଲାଙ୍ଗୀରରେ, ବାରିପଦାରେ, କୋରାପୁଟରେ ମେଡିକାଲ କଲେଜ ହେଇଛି, ଯେତେବେଳେ ସେଠି ସବୁ ସାଧନ ସରିଯାଏ ସେମାନେ ରୋଗୀମାନଙ୍କୁ ଏସସିବି ମେଡିକାଲ କଲେଜ ପଠାନ୍ତି। ଏପରିକି ପ୍ରାଇଭେଟ ଆୟୁଷ୍ମାନ ଭାରତ କଲେଜ ଯେମିତିକି ସମ୍, କିମ୍ସ, ହାଇଟେକ୍, କଳିଙ୍ଗ, ସେମାନଙ୍କର ସାଧନ ସରିଗଲା ପରେ ରୋଗୀଟିକୁ ଏସସିବି ପଠାନ୍ତି। ଏପରିକି ଏମ୍ସ ରୁ ପ୍ରତ୍ୟେକ ଦିନ 100ରୁ ଉର୍ଦ୍ଧ୍ୱ ରୋଗୀ ଏସସିବି ଆସୁଥିବା ଆମେ ଦେଖୁଛୁ। କାହିଁକିନା ସେମାନଙ୍କର ଯୋଉ ଯେତିକି କ୍ଷମତା, ତାଙ୍କ 35ଟି ବେଡ୍ ଅଛି ଆଇସିୟୁରେ, ତାପରେ ରୋଗୀ ପଠାଇ ପୁରା ପ୍ରସଙ୍ଗକୁ ଆସୁଛି। ଆପଣ ଯୋଉଟା କହିଲେ ସାର୍, ଯେ ଭୁଲ ଖବର ପ୍ରସାରଣ ଭୁଲ ଏଥିପାଇଁ ମୁଁ କହୁଛି, କାହିଁକି ନା ଆମେ ଯୋଉ ରୋଗୀମାନଙ୍କ ପାଇଁ ବ୍ୟବସ୍ଥା କଲୁ, ତାଙ୍କୁ ଚିକିତ୍ସା କଲୁ ଏବଂ ଭଲ କଲୁ, ତାର କିଛି ଏପ୍ରିସିଏସନ ଆମେ ଆଜି ଯାଏଁ ଆପଣ ପାଇବେନି। ଯୋଉଟା ଏଇ ଯୋଉ ଘଟଣା ଆସିଛି, ଏଇଟା ଗୋଟେ ଏମିତି ଘଟଣା ଯାହାକି କେବେ କିଏ ଚାହେଁନି। ଆମେ ଡାକ୍ତର ମାନେ ଚାହୁଁନା, କି ଆପଣ ମାନେ ବି ଚାହିଁବେନି, କି ରୋଗୀ ବି ଚାହିଁବେ। ପୁରା ପର୍ଟିକୁଲାର କୁହନ୍ତୁ, ଯୋଉ ଭୁଲ ଖବରଟି କଣ? ଏ ଭିଡିଓଟି ଭୁଲ ନା ଏ ଜାଗା ନୁହଁ, ଅଲଗା ଜାଗା, ନା ସେ ଲୋକଟି ପଡିନି? ଏଇ ଖବରକୁ ସୋସିଆଲ ମିଡିଆରେ ଦବା ଭୁଲ। ଦେଖନ୍ତୁ ଯିଏ ବି ଦେଇଛନ୍ତି ଆମେ ଜାଣିନୁ, ତାର ଇନକ୍ୱାରି କରୁଛୁ। ଏସସିବି ଉପରେ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଅଛି। ଲୋକ ନାଇଁ, ଦେଖନ୍ତୁ, ଜଣେ ଯଦି ସାହାଯ୍ୟ କରିବାକୁ ଚାହୁଁଛନ୍ତି, ସୋସିଆଲ ମିଡିଆରେ ପଡିବାଟା ଭୁଲ ନାଇଁ, ଆମେ ତ କହୁଛୁ ଯେ ଦୁର୍ଭାଗ୍ୟପୂର୍ଣ୍ଣ। ଆମେ କହୁଛୁ ଏଇ ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ, କିନ୍ତୁ ଏସସିବି ଏଇ ଘଟଣା ନୁହେଁ, ମେଡିସିନ ବିଭାଗ ଏଇ ଘଟଣା ନୁହେଁ, ମେଡିସିନ ଆଇସିୟୁ ଏୟା ନୁହେଁ। ଯୋଉଥିପାଇଁ ଆପଣ ମାନେ ଆଜି ଭାବୁଛନ୍ତି ଯେ ମେଡିସିନ ଆଇସିୟୁରେ ଏମିତି କିଏ ଗଳି ଯାଉଛି, କିଏ ବ୍ଲିଡିଂ କରୁଛି, ସେଟା ନିଶ୍ଚିତ ଭାବରେ ଆମେ କିଛି କହୁନୁ। ଆମେ ଯଦି ଦେଖିଲେ, ଆମେ ତ ଯାହା ପ୍ରସାରଣ କରୁଛୁ ଭିଡିଓକୁ ନେଇ, ଅକସ୍ମାତ ମୁହୂର୍ତ୍ତରେ ଆମେ ଯଦି କିଛି ଦୁର୍ଘଟଣା ଦେଖିଲେ, ଆମେ ତାକୁ ସଠିକ କରିବା ପାଇଁ ଚେଷ୍ଟା କରିବା, ରୋଗୀଟିକୁ ରକ୍ଷା କରିବା ପାଇଁ ଚେଷ୍ଟା କରିବା। ତାହା ନ କରି ଆମେ ଏଇ ଘଟଣାକୁ ଏସସିବି ମେଡିକାଲ କଲେଜ ବିରୁଦ୍ଧରେ, ମେଡିସିନ ବିଭାଗ ବିରୁଦ୍ଧରେ, ଆଇସିୟୁ କେୟାର ବିରୁଦ୍ଧରେ ସାରା ସୋସିଆଲ ମିଡିଆରେ ଭାଇରାଲ କରି ଡାକ୍ତରଙ୍କୁ, ଏସସିବି କୁ ବଦନାମ କରିବାର ଯୋଉ ପ୍ରଚେଷ୍ଟା, ତାକୁ ମୁଁ ଭୁଲ କହୁଛି।